ଦୁନିଆର ସବୁଠାରୁ ଭୟଙ୍କର ସାପ ଏକା ସାଙ୍ଗରେ ନେଇପାରେ 20 ଜଣ ମଣିଷଙ୍କ ଜୀବନ। ଆପଣ ଯଦି ଏହି ସାପ ହାବୁଡ଼ରେ ପଡ଼ିଯାଆନ୍ତି ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ, କାହିଁକିନା ଏ ସାପ ଆପଣଙ୍କୁ ଅତିରିକ୍ତ ଆକ୍ରମଣ କରିପାରେ ପଛରୁ ଦେଖିଲେ ମଧ୍ୟ। କିଙ୍ଗ କୋବ୍ରା। କିଙ୍ଗ କୋବ୍ରାର ବିଷ ମୁଖ୍ୟତଃ ନ୍ୟୁରୋଟକ୍ସିକ୍, ଯାହା ସିଧାସଳଖ ସ୍ନାୟୁ ପରାଣୀ ଉପରେ ଆକ୍ରମଣ କରିଥାଏ। ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ, ହୃଦ୍ଘାତ ବନ୍ଦ ହୋଇଯାଏ ଏବଂ ହୃଦ୍ଘାତ ଯୋଗୁଁ ଆପଣଙ୍କର ପକ୍ଷାଘାତ ହୋଇ ଜୀବନ ଯାଇଥାଏ। କିଙ୍ଗ କୋବ୍ରା ପୃଥିବୀରେ ମିଳୁଥିବା ସବୁଠାରୁ ବଡ଼ ବିଷାକ୍ତ ସାପ ମଧ୍ୟରୁ ଗୋଟିଏ। ସାଧାରଣତଃ କିଙ୍ଗ କୋବ୍ରାର ଲମ୍ବ ପ୍ରାୟ 12ରୁ 13 ଫୁଟ, କିନ୍ତୁ ଏହା 20 ଫୁଟ ପର୍ଯ୍ୟନ୍ତ ମଧ୍ୟ ହୋଇପାରନ୍ତି। କିଙ୍ଗ କୋବ୍ରା ଶରୀରର 1/3 ଭୂମିରେ ଉଠାଇ ଚାଲିପାରନ୍ତି। ସେମାନେ ସେମାନଙ୍କର ଶିକାରକୁ ଭୟଭୀତ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି। କିଙ୍ଗ କୋବ୍ରାର ବିଷ ମୁଖ୍ୟତଃ ନ୍ୟୁରୋଟକ୍ସିକ୍, ଯାହା ସିଧାସଳଖ ସ୍ନାୟୁ ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ। ରକ୍ତ ଜମାଟ ବାନ୍ଧିବା ଫଳରେ ଆପଣଙ୍କ ହୃତ୍ସ୍ପନ୍ଦନ ବନ୍ଦ ହୋଇ ଆପଣଙ୍କର ମୃତ୍ୟୁ ହୋଇଥାଏ। କିଙ୍ଗ କୋବ୍ରା ବିଷ ଏତେ ବିପଜ୍ଜନକ ଯେ ଏଥିରୁ ଆପଣ ବୁଝିପାରୁଥିବେ ଏକାଥରରେ ନିର୍ଗତ ହେଉଥିବା ବିଷର ପରିମାଣ 20 ଜଣଙ୍କୁ ହତ୍ୟା କରିବା ପାଇଁ ଯଥେଷ୍ଟ। ଏପରିକି ଜଣେ ରାଜା କିଙ୍ଗ କୋବ୍ରା ହାତୀ ପରି ଏକ ଭାରୀ ପଶୁକୁ ଗୋଟିଏ ଥର ବିଷ ଦେଇ ହତ୍ୟା କରିପାରିବ। ଏଥିରୁ ଆପଣ ଅନୁମାନ କରିପାରୁଥିବା ଯେ ସାପ କେତେ ଭୟଙ୍କର। କିଙ୍ଗ କୋବ୍ରା ସାଧାରଣତଃ ଏକାକୀ ରୁହନ୍ତି ଏବଂ ସେମାନଙ୍କର ଅଞ୍ଚଳକୁ ବହୁତ ଭଲ ଭାବରେ ଚିହ୍ନିତ କରନ୍ତି। ତତ୍କାଳୀନ ଫ୍ରେମ୍ ଅନୁଯାୟୀ ରାଜା କୋବ୍ରା 100 ବର୍ଗ କିଲୋମିଟର ପର୍ଯ୍ୟନ୍ତ ନିଜ ଅଞ୍ଚଳ ଦଖଲ କରିପାରିବ। ଯଦି ଅନ୍ୟ ଗୋଟିଏ କିଙ୍ଗ କୋବ୍ରା ସେମାନଙ୍କ ଅଞ୍ଚଳରେ ପ୍ରବେଶ କରନ୍ତି, ତେବେ ସେମାନେ ଲଢ଼େଇ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ମହିଳା କିଙ୍ଗ କୋବ୍ରା ଦୁନିଆର ଏକମାତ୍ର ସାପ ଯିଏ ଏହାର ଅଣ୍ଡା ପାଇଁ ବସା ତିଆରି କରେ। କିନ୍ତୁ କିଙ୍ଗ କୋବ୍ରା ଏତେ ବିପଜ୍ଜନକ ସେ ଲୋକମାନଙ୍କୁ ପଛରୁ ଦେଖି ମଧ୍ୟ ଆକ୍ରମଣ କରିଥାଏ। ଭାରତ ବିଷୟରେ କଥାବାର୍ତ୍ତା ହେଲେ ଭାରତରେ ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ, ଅରୁଣାଚଳ ପ୍ରଦେଶରେ କିଙ୍ଗ କୋବ୍ରା ବହୁତ ଦେଖିବାକୁ ମିଳିଥାନ୍ତି। ସାଧାରଣତଃ ଏହା ଗାଁ ଗଣ୍ଡାରେ ମଧ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ଯଦି ଆପଣ କୌଣସି ସ୍ଥାନକୁ ଯାଇଛନ୍ତି ସେଠି କିଙ୍ଗ କୋବ୍ରା ଥାଏ, ଆପଣ ଦେଖିନଥିଲେ ମଧ୍ୟ ସେ ସାପଟି ଆପଣଙ୍କୁ ଦେଖି ଆପଣଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଇ ନଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।